ନଟବର ଷଡ଼ଙ୍ଗୀ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର ନରିସ ଅଞ୍ଚଳରେ ତାଙ୍କର ଜନ୍ମ। ବୟସ 92 ପାଖାପାଖି ହେଲାଣି। ସେ ଯେତେବେଳେ ଶିକ୍ଷକତା ଆରମ୍ଭ କରୁଥିଲେ ନିଆଳି ହାଇସ୍କୁଲରେ 1992 ମସିହାରେ ଅବସର ନେଲା ପରେ ସେ ନିଜକୁ ସାମିଲ କରିଥିଲେ ଜୈବିକ ଏବଂ ଦେଶୀ ଧାନ ପ୍ରଣାଳୀ ଚାଷ ଏବଂ ଚାଷ କରି କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ନାଁ କମାଇଛନ୍ତି। ସେ ପାଖାପାଖି 30 ବର୍ଷ ଭିତରେ 500 ପ୍ରକାର ଦେଶୀ ଧାନ ସଂଗ୍ରହ କରିଛନ୍ତି ଏବଂ ତାଙ୍କ ପୁଅ ରାଜେନ୍ଦ୍ର ଧାନ ଗବେଷଣା କେନ୍ଦ୍ର ନାଁରେ ଗୋଟେ ଲାବୋରେଟୋରୀ ବା ଗବେଷଣା କେନ୍ଦ୍ର ଖୋଲିଛନ୍ତି ଏବଂ ସେଠାରେ ଜୈବିକ ପଦ୍ଧତିରେ ଧାନ ଚାଷ କରିବା ସହିତ ଏବଂ ଦେଶୀ ଧାନ ଚାଷ କରିବା ସହିତ ଅନ୍ୟ ଚାଷୀଙ୍କୁ ମଧ୍ୟ ଦେଶୀ ଧାନ ଚାଷ କରିବା ପାଇଁ ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି। ଏବଂ ଏବେ ଗୋଟେ ବଡ଼ ଖୁସିର କଥା ଏବଂ ତାଙ୍କର ଯେଉଁ ଦେଶୀ ଧାନ ଯେଉଁ ଗୋବିନ୍ଦ ଭୋଗ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଭୋଗ ହେବ ଏବଂ ତାଙ୍କ ଦ୍ୱାରା ନିଆଳି କଣ୍ଟାପଡ଼ା ଅଞ୍ଚଳରେ 200 ଏକର ଧାନ ଚାଷ ହେବ ଏବଂ ପ୍ରଥମ ପର୍ଯ୍ୟାୟରେ ଏ ସମ୍ପର୍କରେ ମନ୍ଦିର ପ୍ରଶାସକ କୃଷି ଅଧିକାରୀ ମାନେ ଆଲୋଚନା କରିଛନ୍ତି ଏବଂ ସେ ମଧ୍ୟ ଏ ଚାଷ ପାଇଁ ମଧ୍ୟ ମନ ବଳେଇଛନ୍ତି ଏବଂ ଏ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଆମେ ତାଙ୍କ ସହିତ ଆମେ ଆଲୋଚନା କରିବା ଏବଂ ସେ କାହିଁକି ଅବସର ପରେ ଏ ଦେଶୀ ଧାନ ପ୍ରତି ମନ ବଳେଇଲେ ଏବଂ କୋଉଠୁ କୋଉଠୁ ସବୁ ଧାନ ସଂଗ୍ରହ କଲେ ଏବଂ ତାଙ୍କର ଏଜେଣ୍ଡା କ'ଣ ରହିଛି। ସାର୍ ଇଟିଭି ଭାରତ ପକ୍ଷରୁ ଆପଣଙ୍କୁ ସ୍ୱାଗତ। ସାର୍ ଆପଣ ପ୍ରଥମେ ଆମେ ଆପଣଙ୍କୁ କଂଗ୍ରାଚୁଲେସନ ଜଣାଇବୁ 92 ବର୍ଷରେ ମଧ୍ୟରେ କିଭଳି ଭାବେ ଆପଣ ଅବସର ନେଇକି ଘରେ ବସିବା ଅପେକ୍ଷା ଅହରହ ସଂଗ୍ରାମ କରିଛନ୍ତି ଦେଶୀ ଧାନ ଚାଷ କେମିତି ଆଗକୁ ବଢିପାରିବ, କେମିତି କ'ଣ ମନ ବଳିଲେ, କ'ଣ ଉଦ୍ଦେଶ୍ୟ ଥିଲା ଆପଣଙ୍କର? ମୁଁ ମାଷ୍ଟର ଚାକିରି କରିଥିଲି ନିଆଳି ହାଇସ୍କୁଲରେ। 92 ମସିହାରେ ରିଟାୟାର କଲି। ଅବସର ନେଲା ପରେ ଖାଲି ସମୟଟା କେମିତି କଟେଇବି ତାକୁ ଭାବି ଭାବି ମୁଁ ଚାଷଟା କରିବା, ଆମର କିଛି ଜମି ଥିଲା, ଚାଷ କରିବାକୁ ଆରମ୍ଭ କଲି। ଚାଷ କରିବା ଭିତରେ ପ୍ରଥମେ ମୁଁ ସେଇ ଯେଉଁ ବିଷ ଚାଷ କରୁଥିଲି, କିନ୍ତୁ ସେଇଥିରୁ କଲା ଭିତରେ ମୋର ଗୋଟେ ସମୟରେ ଗୋଟେ ଅନୁଭୂତି ହେଲା ଯେ କୀଟନାଶକ ପକାଇବା ଦ୍ୱାରା ଜମିରୁ ବହୁତ ଜୀବ ମରିଯାଉଛନ୍ତି। ତାପରେ ମୁଁ ସେଇଠୁ ସ୍ଥିର କଲି ନାଇଁ ବିଷ ଚାଷ ଆଉ କରିବାନି, ଜୈବିକ ପଦ୍ଧତିରେ କରିବା। ସେଠୁ ଜୈବିକ ପଦ୍ଧତିରେ ଚାଷ ଆରମ୍ଭ କରୁଛି ସେ 1992-93 ଠାରୁ। ଏବଂ ତାପରେ ଜୈବିକରେ ଯେତେବେଳେ କରିବି ଏଇ ସରକାରୀ ବିହନରେ ଜୈବିକ ଚାଷ ହବ ନାହିଁ ଭଲ। ଯୋଉଟ କଥାଟା କି ମୋର ପୁଅ ବି କହିଲା ନାଇଁ ଏଥିରେ ହବନି, ଆପଣ ଦେଶୀ ବିହନ ତୁମେ ସଂଗ୍ରହ କର। ସେତେବେଳେ ତ ଦେଶୀ ବିହନ ପାଖରେ କୋଉଠି ନଥିଲା। ମୁଁ ବୁଲି ବୁଲିକିରି କାକଟପୁର, ଅଷ୍ଟରଙ୍ଗ, ନୟାଗଡ଼, ଓଡ଼ିଶାର ସବୁ ଜାଗାରେ ବୁଲି ସେଇ ଦିନଠୁ ଦେଶୀ ଧାନ ସଂଗ୍ରହ କରି ଚାଲିଛି ଏବଂ ସେଇ ସଂଗ୍ରହ ଭିତରେ ଏପର୍ଯ୍ୟନ୍ତ ପ୍ରାୟ 500ରୁ ଅଧିକା ଧାନ ଆମେ ସଂଗ୍ରହ କରିଛୁ। ଆମେ ଖାଲି ଦେଶୀ ଧାନ ସଂଗ୍ରହ କରୁନି, ଦେଶୀ ପ୍ରଣାଳୀରେ ଚାଷ କରୁ। ଦେଶୀ ପ୍ରଣାଳୀରେ ଚାଷ ମାନେ ବିଲରେ ସାର କୀଟନାଶକ ବ୍ୟବହାର ହବ ନାହିଁ। ଏବଂ ତାହେଲେ କ'ଣ ବ୍ୟବହାର ହବ ନା ବ୍ୟବହାର ହବ ଧନିଚା ବୁଣା ହବ, ସବୁଜ ସାର ହେଲା, ଖତ ଦିଆଯିବ, ଗାଈ ଗୋରୁ ରହିବେ, ଗାଈ ଗୋରୁ ହଳ ଦ୍ୱାରା ଚାଷ ହବ ଏବଂ ଖତ ପଡ଼ିବ। ଖତ ସହିତ ଆମେ କେତେକ କଠିନ ଅଲଗା ପ୍ରକାର ଖତ ଯେମିତିକା ଜିଆ ଖତ ଆଉ ତରଳ ଖତ ହେଉଛି ପଞ୍ଚଗବ୍ୟ, ଜୀବାମୃତ, ବୀଜାମୃତ, ଏଇଭଳିଆ ବହୁତ ପ୍ରକାର ଚାଷ ଖତ ତିଆରି କରି ତରଳ ଖାଦ୍ୟ କରି ଆମେ ପ୍ରୟୋଗ କରୁ। କାଳେ ପୋକ ରୋଗ ଲାଗିବେ, ଦେଶୀ ଧାନରେ ତ ପୋକ ରୋଗ ଲାଗିବେ ନାହିଁ, କାଳେ ଲାଗିବେ ସେଥିପାଇଁ ଆମେ ଜୈବିକ କୀଟନାଶକ ହାଣ୍ଡି ଖତ ତିଆରି କରୁ, ତାକୁ ମଧ୍ୟ ବିଲରେ ପକଉ, ଗାଈ ମୂତ୍ର ପକଉ। ଏଇଭଳି ଭାବରେ ଆମେ ଚାଷ ଆରମ୍ଭ କରୁଥିଲୁ ଏବଂ ସେଇ ଚାଷଟା ଖାଲି ଆରମ୍ଭ କରିବା ଭିତରେ ଜୈବିକ ପ୍ରଣାଳୀରେ ଆମେ ଦେଖିଲୁ ଯେ ଏଠି ଯେଉଁ ଚାଷୀମାନେ ଅଛନ୍ତି ସେମାନେ ମଧ୍ୟ ଏଠିକି ଆକୃଷ୍ଟ ହେଲେ। ତେଣୁ ଆମେ ଚାଷୀମାନଙ୍କୁ ଏଠି ଦେଲୁ, ଟ୍ରେନିଂ ଦେଲୁ ଏବଂ ଏହି ସମୟ ଭିତରେ ଚାଲିଗଲାଣି, ବର୍ଷ ସବୁ ଗଲାଣି ମାନେ 2004 ବେଳକୁ ଆମେ କଲୁ ଗୋଟେ ଟ୍ରଷ୍ଟ ତିଆରି କଲୁ, ଯୋଉଟାର ନାଁ ହେଉଛି ଲୋକ ସମବାୟ ପ୍ରତିଷ୍ଠାନ। ସେଇ ଟ୍ରଷ୍ଟରେ କେତେକ ସଭ୍ୟ ଆମେ ରହିଲେ, ସମସ୍ତେ ମିଶିକିରି ଆମେ ଏହାକୁ କଲୁ ଯେ ନାଇଁ ଆମେ ଦେଶୀ ଚାଷ କରିବା ଏବଂ ବିହନ ସଂରକ୍ଷଣ କରିବା, ଏହାକୁ ଯେମିତିକା ବହୁ ଲୋକ ଗ୍ରହଣ କରିବେ ସେଥିପାଇଁ କାମ କରିବା। ସେଇ ଅନୁସାରେ ଆମର ଯେଉଁ ଦେଶୀ ବିହନ ସଂଗ୍ରହ ସେ ଓଡ଼ିଶାରେ ଖାଲି ସୀମିତ ରହିଲାନି, ଓଡ଼ିଶା ବାହାରୁ ମଧ୍ୟ ବିଭିନ୍ନ ରାଜ୍ୟରୁ ଆମେ ବିହନ ସଂଗ୍ରହ କଲୁ। ଆମେ କରିଛୁ ଆନ୍ଧ୍ରରୁ ସଂଗ୍ରହ କରିଛୁ, ପଶ୍ଚିମବଙ୍ଗରୁ, କେରଳରୁ, ମହାରାଷ୍ଟ୍ରରୁ, ତାମିଲନାଡୁରୁ,
ଛତିଶଗଡ଼ରୁ ଏମିତି ସବୁ ସଂଗ୍ରହ କରିଛୁ। ଭାରତ ବାହାରୁ କରିଛନ୍ତି କିଛି? ଭାରତ ବାହାରେ କେମିତି ବିହନ ହବ? ଆମ ବିହନ କ'ଣ କୋଉଠି ଅଛି? ଆମ ବିହନର ଯୋଉ ଧାନ ତାକୁ କୁହାଯାଏ ଓରିଜା ସାଟିଭା। ସେ ଧାନ ଓରିଜା ସାଟିଭା କେବଳ ଭାରତରେ ହିଁ ଚାଷ। 500 ପ୍ରକାର ବିହନରୁ କୋଉ ବିହନ ଧାନ ବର୍ତ୍ତମାନ ଡିମାଣ୍ଡ ରହିଛି ଆମ ଓଡ଼ିଶାରେ? ଓଡ଼ିଶାରେ ତ ଏଇ ଦେଶୀ ଧାନର ଡିମାଣ୍ଡ କିଛି ନାହିଁ, କାହିଁକି ନା ଦେଶୀ ଧାନ ତ ସବୁ ଥିଲା ଚାଷୀଙ୍କ ପାଖରେ। 1967ରେ ଯେତେବେଳେ ସବୁଜ ବିପ୍ଳବ ହେଲା ସେତେବେଳେ ଆମକୁ ସରକାର କହିଲେ ଯେ ସେ ଦେଶୀ ବିହନକୁ ଛାଡ଼, ସେଗୁଡ଼ାକ ଅଳ୍ପ ଫଳୁଛି, ରୋଗ ପୋକ ହେଉଛି, ବଢ଼ି ଯାଉଛି, ବର୍ଷାରେ ପାଣିରେ ପଡ଼ିଯାଉଛି, ତେଣୁ ଆମେ ବିହନ ଦେଉଛୁ, ତୁମେ ନିଅ। ତାକୁ କୁହାଗଲା ହାଇ ଇଲ୍ଡିଂ ବିହନ, ଅଧିକ ଅମଳକ୍ଷମ। ସେଥିରେ ପ୍ରଥମ ବିହନ ଆସିଲା IR8, ଯାହାକୁ ଇଏ ବିହନ କୁହୁକ ବିହନ କହନ୍ତି। ସେଇ କୁହୁକ ବିହନ ଯାହାକୁ କହିଥିଲେ ବହୁତ ଫଳୁଛି, ତାର ଅକାଳ ମୃତ୍ୟୁ ହେଲା। ତାର ସ୍ଥାୟିତ୍ୱ ନାହିଁ କିଛି। 5-7 ବର୍ଷ ପରେ ସେଥିରେ ରୋଗ, ଏମିତି ରୋଗ ହେଲା ଯେ ଯୋଉଠୁ ବାହାରିଥିଲା ଫିଲିପାଇନ୍ସରେ, ସେଠି ଲକ୍ଷ ଲକ୍ଷ ହେକ୍ଟର ଜମି ସବୁ ରାଇସ୍ ଟ୍ରୁଗର ରୋଗରେ ସବୁ ନଷ୍ଟ ହେଇଗଲା। ତା ପରଠୁ ସେ ବନ୍ଦ ହେଇଗଲା। କିନ୍ତୁ ଏ ଦେଶୀ ଧାନ ଯିଏ, ଏ ହଜାର ହଜାର ବର୍ଷ ହେଲା ଚାଷ ହଉଛି, ଆଜି ବି ଚାଷ ହଉଛି, ଆଗକୁ ହଜାର ହଜାର ବର୍ଷ ଚାଷ ହବ। ଏଇଟା ହଉଛି ସଷ୍ଟେନେବୁଲ, ଚିରନ୍ତନ। ଏଇଭଳି ଭାବରେ ଆମର ଇଏ ଚାଲିଛି। ତା ସହିତ ଆମର ମାଟି ପ୍ରତି ବହୁତ ଧ୍ୟାନ, କାରଣ ଏ ବିଷ ଚାଷରେ ମାଟି ସବୁ ମରିଯାଇଛି। ମାଟିର ସୁରକ୍ଷା ଏଇ ଦେଶୀ ଚାଷ ଦ୍ୱାରା ହବ। ଏବଂ ମାଟି ବିଷୟରେ ଚାଷୀମାନଙ୍କୁ ଅଧିକ ଜଣାଇବା ପାଇଁ ଆମେ ଓଡ଼ିଶାର ସବୁ ଜିଲ୍ଲାର ପ୍ରାୟ ମାଟି ସଂଗ୍ରହ କରି ଗୋଟିଏ ମ୍ୟୁଜିୟମ କରିଛୁ। ଏଠି ସେ ମ୍ୟୁଜିୟମରେ ରଖିଛୁ। କେତେ ମାଟି ରଖିଛନ୍ତି? ମ୍ୟୁଜିୟମରେ ମାଟି ଅଛି ଓଡ଼ିଶାର ପ୍ରାୟ 30 ଜିଲ୍ଲାରୁ 30 ପ୍ରକାର, ଆଉ କେତେକ ସବ୍ ଡିଭିଜନ ଭଳିଆ ଯୋଉଠି ଅଛି ସେଠି ତା ଦେହରୁ ବି ଆମେ ମାଟି ଆଣିଛୁ, ରଖିଛୁ। ଏବଂ ଓଡ଼ିଶା ବାହାର ଜିଲ୍ଲା ବା ଦେଶ ରାଜ୍ୟ ମାନଙ୍କରୁ ମଧ୍ୟ ମାଟି ସଂଗ୍ରହ କରିଛୁ। ଉତ୍ତରପ୍ରଦେଶ, ଆଉ କେରଳ, ମହାରାଷ୍ଟ୍ର, ଜାମ୍ମୁ କାଶ୍ମୀର, ସବୁଆଡୁ ସବୁ କଲେକ୍ସନ କରିବା ଆଭିମୁଖ୍ୟ କ'ଣ? ମାଟି କଲେକ୍ସନ କରିବାର କଥା ଯେ ଯୋଉମାନେ ବିହନ ଆସୁଛନ୍ତି ପ୍ରଶିକ୍ଷଣ ଦେବାକୁ, ତାଙ୍କୁ ମାଟିଟାକୁ ଦେଖେଇବା, କୋଉ ଭଳିଆ ମାଟିଟା କ'ଣ, ମାଟିଟା କିଭଳି ଭାବରେ ସୃଷ୍ଟି ହେଲା, ମାଟିଟା କୋଉ ଫସଲ ପାଇଁ ଉପଯୋଗୀ, ଏବଂ କୋଉଟା ସବୁଠୁ ଭଲ ମାଟି, ଯୋଉଟା ଦୋରସା ମାଟି, ଭଲ ମାଟି। କେମିତିକା ଦୋରସା ମାଟି? ମୋତେ ଖାଲି ତ କହିଦେଲା ପରେ ଦୋରସା ମାଟି ଅଛି, ତାଙ୍କୁ ଦେଖଉଛୁ ଏଇଗୁଡାକ ଦୋରସା ମାଟି। ସାର୍, ସବୁଠୁ ବଡ କଥା ହେଉଛି ଆମର ଯେତେବେଳେ ରାସାୟନିକ ପଦ୍ଧତିରେ ଧାନ ଚାଷ ହେଉଛି, ଅଧିକ ଅମଳ ହେଉଛି, ଲୋକମାନେ ପାଉଛନ୍ତି। ଏ ଦେଶୀ ଧାନ ଅମଳ କଲେ ଆପଣ ଯୋଉ ଜୈବିକ ପଦ୍ଧତି କହୁଛନ୍ତି ସେତିକି ଅମଳ ହେଇପାରିବନି, ଲୋକ ଖାଇବେ କ'ଣ? ଏଇଟା ହେଉଛି ବଡ କଥା ସରକାର ପାଇଁ, ଆପଣମାନଙ୍କ ପାଇଁ। ଏଇଟା ଗୋଟେ ନିର୍বোଧ ପ୍ରଶ୍ନ। ବଡ ଲୋକମାନେ କହୁଛନ୍ତି, କୃଷି ବିଜ୍ଞାନୀ ମାନେ କହୁଛନ୍ତି, ସରକାର କହୁଛନ୍ତି। ଏସବୁ କଥା ହେଉଛି କମ୍ପାନୀର କଥା, ବହୁରାଷ୍ଟ୍ରୀୟ କମ୍ପାନୀ ମାନଙ୍କର କଥା। ଏଥିରେ କମ ଉତ୍ପାଦନ ହେଇପାରେ, କିନ୍ତୁ ବର୍ତ୍ତମାନ ଯୋଉ ବିଦେଶୀ ଧାନରେ ହଉଛି, ସେଥିରେ କ'ଣ ହଉଛି? ଗୋଟିଏ ଧାନ ବର୍ଷକରେ ହଉଛି। ଧାନ ଯଦି ପାଣି ଆସିଲା ପୁଣି ଧାନ, ପୁଣି ଧାନ, ପୁଣି ଧାନ। ଲୋକ କ'ଣ ଖାଲି ଭାତ ଖାଇବେ? ଆଗେ ଯେତେବେଳେ ଏଇ ଦେଶୀ ଧାନ ହଉଥିଲା, ପ୍ରତି ପରିବାରରେ, ପ୍ରତି ଚାଷୀ ପରିବାରରେ 30-40 ପ୍ରକାର ପନିପରିବା ଚାଷ ହଉଥିଲା, ଡାଲି ଚାଷ ହଉଥିଲା, ତେଲ ଚାଷ ହଉଥିଲା। ସୋରିଷ ତେଲ ହବ, ଘଣା ବଢିବ, ଘଣା ସୋରିଷ ତେଲ ତରକାରୀ ପତ୍ର ପୋଡ଼ା ଇଏରେ ପଡ଼ିବ। ସେମିତିକା ଡାଲି, କେତେ ପ୍ରକାର ଡାଲି ହଉଥିଲା, ମୁଗ, ବିରି, କୋଳଥ, ଚଣା। ଅସୁବିଧା କ'ଣ ହେଇଛି? ଆରେ ସେଇଟା ଯେତେବେଳେ ହଉଥିଲା, ଏଇ ଅସୁବିଧା ଖାଲି ତ ଧାନ ହେଲା, ଆଉ ଏଗୁଡାକ ପ୍ରତି ଆଉ କିଛି ଧ୍ୟାନ ଦିଆହେଲାନି। ତେଣୁ ବର୍ତ୍ତମାନ ଆମ ଭାରତରେ ଆମେ ତ ଚାଉ ଭାତ ଖାଇବ, ଇଏ ଆସୁଛି କୋଉଠୁ? ଡାଲି ଆମର ବିଦେଶରୁ ରପ୍ତାନୀ ହଉଛି। ପ୍ରତି ବର୍ଷ ଆମର 5,000 କୋଟି ଟଙ୍କାର ଡାଲି ବାହାର ଆଡୁ, କାନାଡାରୁ ଆସୁଛି, ଅଷ୍ଟ୍ରେଲିଆରୁ ଆସୁଛି, ବିଭିନ୍ନ ଦେଶରୁ ଆମକୁ ମଗେଇବାକୁ ପଡୁଛି। ସେମିତି ତେଲ, ଖାଇବା ତେଲ ଆମର ଘରେ ଘରେ ସେତେବେଳେ ସୋରିଷ କରୁଥିଲେ। ଧାନ ଚାଷ ଉପରେ କେମିତି ଆମେ କ'ଣ ମାନେ କହିପାରିବା? ଧାନ ଚାଷ କ'ଣ, ଏଇ ସବୁ ଗୁଡାକ ମିଶେଇଲେ ଏହାକୁ କୁହାଯାଏ କମ୍ପ୍ରିହେନ୍ସିଭ ଇଣ୍ଟିଗ୍ରେଟେଡ ଫାର୍ମିଂ, ସମନ୍ୱିତ କୃଷି। ଏଇ ସବୁର ଆୟକୁ ମିଶେଇଲେ ଆଜିର ଯୋଉ ଧାନର ଆୟ ତା ପାଖରେ ପାସଙ୍ଗରେ ପଡିବ ନାହିଁ। ଜଣେ ଲୋକ ଭାତ ଖାଇଲା, ଡାଲି ଖାଇଲା, ତା ପରିବା ଖାଇଲା,
ମାଛ ଖାଇଲେ ଆଜି ମାଛ କୋଉଠି ନାହିଁ, କାହିଁ ନାହିଁ, ସବୁ ବିଷ ଖାଇ ଦେଇଛି, ବିଷ ମାରି ଦେଇଛି। ପୋଖରୀ ଗଡ଼ିଆ ଧାନ କିଆରିରେ ଆଗେ ମାଛ ବୋଧ ମାସ ହେଲା ମାଛ ମାରିବେ ଯେ ଘର ଦ୍ୱାର ମାଛ ଗନ୍ଧ ହବ, ସେଠୁ ଶୁଖୁଆ ହବ, ମାଛ ଖାଉଛନ୍ତି। ଆଜି ମାଛ ଅଛି, କାହିଁ ନାହିଁ, ଏ ବିଷ ଚାଷ କାହିଁ ନାହିଁ। ସେତେବେଳେ କେତେ କ୍ୟାନ୍ସର ହଉଥିଲା। 1920 ମସିହା ପର୍ଯ୍ୟନ୍ତ ପୃଥିବୀରେ କ୍ୟାନ୍ସର ବୋଲି ଗୋଟେ ରୋଗ କିଛି ନଥିଲା। ଆରମ୍ଭ ହେଲା ସେଇ 1920 ଠୁ। କ'ଣ ନା ସେତେବେଳକୁ ବିଷ ଆରମ୍ଭ ହେଇଗଲାଣି, ସେ ଆମେରିକା ଆଡ଼େ ସାର ଔଷଧ ବ୍ୟବହାର ହେଇଗଲାଣି। ଏବଂ ଆମ ଭାରତରେ ଯେତେବେଳେ 1967ରେ ସବୁଜ ବିପ୍ଳବ ହେଲା, ପଞ୍ଜାବ ପ୍ରଥମ କିରି କଲା। ତେଣୁ ପଞ୍ଜାବରେ ଏଇ ଯୋଉ ବିଷ ବ୍ୟବହାର ହେଲା କୀଟନାଶକ, ତାର ଏଭଳି ସୁଫଳ ମିଳିଲା, ତାକୁ ଆମେ ବ୍ୟଙ୍ଗ ଭାବରେ ସୁଫଳ କହୁଛୁ ଯେ ପଞ୍ଜାବରେ ଏବେ ପ୍ରତିଦିନ ଗୋଟେ ଟ୍ରେନ ଚାଲୁଛି, ତା ନାଁ ହେଉଛି କ୍ୟାନ୍ସର ଟ୍ରେନ। ଜଳନ୍ଧରଠୁ ଭଟିଣ୍ଡା, କେତେବେଳେ ଭଟିଣ୍ଡାଠୁ ସେ ଯାଉଛି ରାଜସ୍ଥାନର ବିକାନେରରେ ଗୋଟେ ଭଲ କ୍ୟାନ୍ସର ହସ୍ପିଟାଲ ଅଛି। ତା ନାଁ ହେଉଛି କ୍ୟାନ୍ସର ଟ୍ରେନ। ପ୍ରତିଦିନ ଶହ ଶହ ରୋଗୀ ଯାଉଛନ୍ତି। କାହିଁକି କ୍ୟାନ୍ସର ହଉଛି? ଆଗରୁ ହଉନଥିଲା। ଏଥିରେ କ୍ୟାନ୍ସର। ସାର୍ ଆମେ ଖବର ପାଇଲୁ ଯେ କି ଆପଣ ଗୋଟେ ଗୋବିନ୍ଦ ଭୋଗ ଧାନ ଚାଷ ହଉଛି, ଶ୍ରୀମନ୍ଦିର ପ୍ରଶାସକ ଏବଂ କୃଷି ବିଭାଗର ସଚିବ ଏଠି ଆସିଥିଲେ, ଆଲୋଚନା ହେଲା। ଏବଂ ଆପଣ କେମିତି କ'ଣ ଆଲୋଚନା ହେଇଥିଲା, ଏବେ କେତେ ସଫଳ ହବ, କେମିତି ଚାଷ କରାଯିବ, କେମିତି କ'ଣ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ? ଆମେ ଯେତେବେଳେ ଧାନ ବିହନ ସଂଗ୍ରହ କରୁଥାଉ, ବିଭିନ୍ନ ଜିଲ୍ଲାରୁ ବି କରିଛୁ। ତେଣୁ ତାରି ଭିତରେ ସଂଗ୍ରହ କରିବା ଭିତରେ ବାଲେଶ୍ୱର ଜିଲ୍ଲାରୁ ଏ ଗୋବିନ୍ଦ ଭୋଗ ଧାନଟେ ପାଇଥିଲୁ। ଯଦିଓ ଗୋବିନ୍ଦ ଭୋଗ ବାଲେଶ୍ୱରରୁ ପାଇଥିଲୁ, ସେମାନେ ତ ସମସ୍ତେ ମାତିଛନ୍ତି ବିଦେଶୀ ଚାଷରେ, ତେଣୁ ତାଙ୍କର ଗୋବିନ୍ଦ ଭୋଗ ପ୍ରତି ଏତେ ନଥିଲା। ଆମେ ଧାନ ବୋଧେ 200-250 ସେଠୁ ଆଣିଥିଲୁ। ଏ 20 ବର୍ଷ ତଳ କଥା। ସେଇଆକୁ ବଢ଼େଇ 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 ଆମେ ବର୍ତ୍ତମାନ ଏଇ ବର୍ଷ ଗୋବିନ୍ଦ ଭୋଗ ଧାନ ଉତ୍ପାଦନ କରିଥିଲୁ ବିଲରେ, ବିଭିନ୍ନ ଚାଷୀଙ୍କ ବିଲରେ। ଆମର ଡେମନଷ୍ଟ୍ରେସନରେ ପ୍ରାୟ 20 କୁଇଣ୍ଟାଲ ଖଣ୍ଡେ ଧାନ। ଏବଂ ଯେହେତୁ ଇଏରେ ଜଗନ୍ନାଥଙ୍କ ମନ୍ଦିରରେ ଗୋବିନ୍ଦ ଭୋଗଟା ଅବଢ଼ା ହବ ବୋଲିକିରି ଠିକ ହେଲା, ଆଉ କାହା ପାଖରେ ଗୋବିନ୍ଦ ଭୋଗ ନଥିଲା, ନାହିଁ। ଓଡ଼ିଶାରେ ଆଉ କାହା ପାଖରେ ନାହିଁ, କହିଲେ ସମସ୍ତେ, କିନ୍ତୁ କାହା ପାଖରେ ନାହିଁ। କିନ୍ତୁ ଆମ ପାଖରେ ଥିଲା। ତେଣୁ ଆମେ ସେଇ ଗୋବିନ୍ଦ ଭୋଗ ଚାଉଳ ଦେଇଥିଲୁ। ପରୀକ୍ଷା ହେଲା, ସେମାନେ କହିଲେ ଏଇଗୁଡ଼ାକ ଭଲ। ତେଣୁ କୁଇଣ୍ଟାଲ ଖଣ୍ଡେ ଧାନ। ଏବଂ ଯେହେତୁ ଇଏରେ ଜଗନ୍ନାଥଙ୍କ ମନ୍ଦିରରେ ଗୋବିନ୍ଦ ଭୋଗଟା ଅବଢ଼ା ହବ ବୋଲିକିରି ଠିକ ହେଲା, ଆଉ କାହା ପାଖରେ ଗୋବିନ୍ଦ ଭୋଗ ନଥିଲା, ନାହିଁ। ଓଡ଼ିଶାରେ ଆଉ କାହା ପାଖରେ ନାହିଁ, କହିଲେ ସମସ୍ତେ, କିନ୍ତୁ କାହା ପାଖରେ ନାହିଁ। କିନ୍ତୁ ଆମ ପାଖରେ ଥିଲା। ତେଣୁ ଆମେ ସେଇ ଗୋବିନ୍ଦ ଭୋଗ ଚାଉଳ ଦେଇଥିଲୁ। ପରୀକ୍ଷା ହେଲା, ସେମାନେ କହିଲେ ଏଇଗୁଡ଼ାକ ଭଲ। ତେଣୁ ଆମକୁ ସେ ଦାୟିତ୍ୱ ଦେଇଛନ୍ତି। ତେଣୁ ଆମେ ବିହନ ମଧ୍ୟ ତାଙ୍କୁ ଦେଲୁ। ଏ ବର୍ଷ ସେ କଲେ ଚାଷ, ତାପରେ ବର୍ଷଠୁ ତ ସେଇଥିରୁ ଧାନ ରହିବ। ଏ ଧାନର ଗୋଟେ ବିଶେଷତ୍ୱ, ପ୍ରତିବର୍ଷ ଚାଷ ହେବ। କେତେ ଚାଷୀ ନିଆଳି ବାଲିପାଟଣାରେ କରିବେ? ନିଆଳି କଣ୍ଟାପଡ଼ା ଏଥିରେ ନାହିଁ, ନିଆଳି ଆଉ ବାଲିପାଟଣା ଏ ଦୁଇ ବ୍ଲକର ଆମର 200 ଏକର, ସେଥିରେ ପ୍ରାୟ 150-160 ଖଣ୍ଡେ ଚାଷୀ ହେବେ। ଆଉ ମୋର ଏକ୍ଜାକ୍ଟ ମନେ ନାହିଁ। ଏ ହେଉଛି କଥା। ଆପଣ ଦେଶୀ ଚାଷ ପାଇଁ ଉଦ୍ୟମ କରୁଥିଲେ। ଦେଶୀ ଚାଷ ଆରମ୍ଭରୁ ବର୍ତ୍ତମାନ ମନ୍ଦିରକୁ ଆପଣଙ୍କର ଗୋବିନ୍ଦ ଭୋଗ ଧାନ ଚାଷ ଏବଂ ତା ଚାଉଳ ସଂଗ୍ରହ ହେଇକି ମନ୍ଦିରକୁ ଯିବ। ଏ ଦୁଇଟା ଜିନିଷ ଆପଣ କଲା ପରେ, ନିଆଳି ଏବଂ ବାଲିପାଟଣା ଅଞ୍ଚଳରେ କଲା ପରେ ଆପଣ ମାନେ କ'ଣ ଖୁସି ଅନୁଭବ କରୁଛନ୍ତି? ମୁଁ ଏତିକି ଅନୁଭବ କରୁଛି ଯେ ମୋ ଅଞ୍ଚଳର ଚାଷୀମାନେ ବା ଓଡ଼ିଶାର ଚାଷୀ ଭାଇମାନେ ଏଇ ଯେଉଁ ରାସାୟନିକ କୃଷି କରିକିରି 100 ଟଙ୍କା ଖର୍ଚ୍ଚ କରିକିରି 95 ଟଙ୍କା ପାଉଛନ୍ତି, ଯେତେ ଦାମ ଅଧିକା ହେଲେ ମଧ୍ୟ ଗୋଟିଏ ଏକର ଚାଷ କରିବାରେ ସରକାରଙ୍କର ହିସାବ ହେଉଛି 25,000 ଟଙ୍କା ଖର୍ଚ୍ଚ ହୁଏ। ତେଣୁ ସେଇ ହିସାବରେ ଦେଖିଲେ ଚାଷରେ କିଛି ଲାଭ ନାହିଁ। ଯଦି ଲାଭ ହେଉଥାନ୍ତା, କାହିଁକି ପ୍ରତିବର୍ଷ ହଜାର ହଜାର ଚାଷୀ ଆତ୍ମହତ୍ୟା କରୁଥାନ୍ତେ? ତାକୁ ଗୋବିନ୍ଦ ଭୋଗ ଚାଷ କଲେ ବା ଏଇଭଳି ଦେଶୀ ଧାନ ଚାଷ କଲେ ଖର୍ଚ୍ଚ କମ, ମାଟିର ସୁରକ୍ଷା ହେବ, ପାଣିର ସୁରକ୍ଷା ହେବ, ପରିବେଶର ସୁରକ୍ଷା ହେବ, ମଣିଷର ସ୍ୱାସ୍ଥ୍ୟ ସୁରକ୍ଷା ହେବ। ମଣିଷ ସ୍ୱାସ୍ଥ୍ୟବାନ ଖାଦ୍ୟ ପାଇପାରିବ, ବିଷମୁକ୍ତ ଖାଦ୍ୟ ପାଇପାରିବ।
ଏହାର ଆପଣ ଶୁଣୁଥିଲେ କିଭଳି ଭାବେ ନଟବର ଷଡ଼ଙ୍ଗୀ ଯେତେବେଳେ ତାଙ୍କର ଶିକ୍ଷକତା ଜୀବନରୁ ଆରମ୍ଭ କରିକି ଯେତେବେଳେ 1994 ମସିହାରେ ଯେତେବେଳେ ଦେଶୀ ଧାନ ଗବେଷଣା କଲେ ଧାନ ସଂଗ୍ରହ କଲେ ସେ ଆଜି ପହଞ୍ଚିଛନ୍ତି ଗୋଟେ ଦେଶୀ ଜୈବିକ ପଦ୍ଧତିରେ ଦେଶରେ ସଫଳ ଚାଷୀ ପାଲଟିବା ସହିତ ତାଙ୍କ ଯୋଉ ଗୋବିନ୍ଦ ଭୋଗ ଧାନ ଯୋଉ ସଂଗ୍ରହ କରିଛନ୍ତି ତାଙ୍କର ଏଠି 200 ନିଆଳି ଏବଂ ବାଲିପଣ୍ଡା ଅଞ୍ଚଳରେ 200 ଏକରରୁ ଧାନ ଚାଷ ଆରମ୍ଭ ହୋଇସାରିଛି ପର୍ଯ୍ୟାୟକ୍ରମେ ଚାଷୀମାନେ ଚାଷ ଆରମ୍ଭ କରିଛନ୍ତି ଏବଂ ଏ ଧାନ ଯେତେବେଳେ ଆରମ୍ଭ ଯେତେବେଳେ ସେ କଟା ହେବ ଆସନ୍ତା ବର୍ଷ ମେ ମାସରେ ଧାନର ଚାଉଳ ସଂଗ୍ରହ କରାଯାଇକି ମହାପ୍ରଭୁଙ୍କୁ ଲାଗିବ ଏବଂ ସେ ଦୁଇଟି କଥା ଏଠି ଗୁରୁତ୍ୱପୂର୍ଣ୍ଣ ଭାବେ କହିଛନ୍ତି ଜୈବିକ ପଦ୍ଧତିରେ ଧାନ ଚାଷ କଲେ ଶରୀରରେ କୌଣସି ରୋଗ ସ୍ପର୍ଶ କରିପାରିବ ନାହିଁ ରାସାୟନିକ ଧାନ ଚାଷ କରିବା ଦ୍ୱାରା ରୋଗ 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 ତ ପ୍ରତିଷେଧକ ବ୍ୟବସ୍ଥା ବଢୁଛି କିନ୍ତୁ ଯୋଉ ବିଲରେ ଧାନ ଜମିରେ ଯୋଉ ଗେଣ୍ଡା କୋଚିଆ କଙ୍କଡା ମାଛ ଯୋଉ ରହୁଥିଲା ରାସାୟନିକ ପଦ୍ଧତି ଚାଷ ଯୋଗୁଁ ଆର ବିଲୋପ ଘଟିଛି ତେଣୁ ଜୈବିକ ପଦ୍ଧତିରେ ଧାନ ଚାଷ କଲେ ଲୋକଙ୍କର ଶରୀର ସୁସ୍ଥ ରହିବ ଏବଂ ଯୋଉ ମାଟି ତଳେ ଯୋଉ ଜୀବ ଜନ୍ତୁ ରହିଛନ୍ତି ଏବଂ ମାଛ ଚାଷ ମଧ୍ୟ ବଞ୍ଚି ରହିବ ଏବଂ ତା ସହିତ ଗୋବିନ୍ଦ ଭୋଗ ମଧ୍ୟ ଯୋଉ ସଂଗ୍ରହ କରିଥିଲେ ବାଲେଶ୍ୱର ଜିଲ୍ଲା ଅଞ୍ଚଳ କରି ଏବେ ବର୍ତ୍ତମାନ ଏ ଧାନଟି ଏ ବିହନ ସଂଗ୍ରହ ବର୍ତ୍ତମାନ ତାଙ୍କର ସଫଳ ରୂପାୟନ ହେଇଛି ଏବଂ ମହାପ୍ରସାଦ ଭୋଗ ଲାଗିବ ତେବେ ଆମେ ଆଜି ଯୋଉ ନଟବର ଷଡ଼ଙ୍ଗୀ ଯୋଉ ଭଳି ଉପଦେଶ ଦେଲେ ଏବଂ ଚାଷୀ ମାନଙ୍କୁ ଯୋଉ ବାର୍ତ୍ତା ରଖିଲେ କେତେ ଫଳପ୍ରଦ ହବ ଏ ଚାଷୀ ମାନେ ନିର୍ଣ୍ଣୟ କରିବେ ଏବଂ ପ୍ରଶାସନ ବା ରାଜ୍ୟ ସରକାର ଉପରେ ଗୁରୁତ୍ୱ ବହନ କରିବ କେତେ ଦୂର ତା ତ ସମୟ କହିବ ତେବେ କିନ୍ତୁ ନିଆଳି ବାଲିପଣ୍ଡା ଅଞ୍ଚଳ ଯେହେତୁ ମହାପ୍ରସାଦ ପାଇଁ ଯେତେବେଳେ ଗୋବିନ୍ଦ ଭୋଗ ଯେତେବେଳେ ଧାନ ବିହନ ଯେତେବେଳେ ସଂଗ୍ରହ ହଉଛି ଏ ନିଆଳି ଅଞ୍ଚଳ ପାଇଁ ଗର୍ବ ଗୌରବର କଥା ନିଆଳିରୁ ଉମେଶ ମଲ୍ଲିକ ଇଟିଭି ଭାରତ।